ଯେତେବେଳେ ତା ସାଙ୍ଗ ଥ୍ରୁରୁ ଜାଣିବାକୁ ପାଇଲି ଯେ ଗୋଟେ ପିଲା ସାଙ୍ଗରେ ସେ କଥା ହେଉଛି ଆଉ କଲେଜରେ ହାତ ଧରିକି ବୁଲୁଛି, ତଥାପି ତାକୁ ମୁଁ କିଛି କହିଲିନି। ଡାଇରେକ୍ଟ ଗଲି କଲେଜ ପାଖକୁ। ମୁଁ କହିଲି କିଏ ସେ ପିଲା, ଡାକ୍ତର? କହିଲା ନା କେହି ନୁହେଁ, ମିଛୁଟାରେ ସେ କହୁଛନ୍ତି। ମୋ ପାଖକୁ ଆସିଲା, କଥା ହେଲା, ଦେଖା କଲା, ଠିକ୍ଠାକ୍ ସବୁ କହିଲି। କହିଲା କେହି ନୁହେଁ, ସେ ଆମ ଘର ପାଖରେ 5 ଦିନ ହେବ, ସେ ମିଛୁଟାରେ କହୁଛନ୍ତି, ସେମିତି କିଛି ନୁହେଁ କହିଦେଇକି ପଳେଇଲା। ପଳେଇ ସାରିଲା ପରେ ଘରକୁ ଗଲା ପରେ ଆଉ କଲ୍ ନାହିଁ କିଛି। ପୁଣି ଯେଉଁ କଥା ସେଇ କଥା, ପୁଣି ମୋ ମୁଣ୍ଡ ଟିଣ ହୋଇଗଲା ପୁରା। କଲ୍ କଲି, ବହେ ଶୋଧିଲେ କ'ଣ ହେବ, ସିଏ ତ ସେତେବେଳକୁ ଯାଇସାରିଥିଲା। ତଥାପି 8 ଦିନ ପରେ ମୋ ସାଙ୍ଗ ବାହାରେ ଥିଲା, ସେ ଆସିଲା ଯେତେବେଳେ ଗାଁକୁ, ଆଉ ତାର ମୋର ଗଲୁ କଲେଜ ପାଖକୁ। ଯାଇକି ତାକୁ ବହୁତ ସୋଧାସୋଧି କରିକି ଆଣିକି କଥା ହେଲୁ, ବୁଝେଇଲୁ କ'ଣ ହେଇଛି କହ, ସତ କଥା, କିଏ ସେ ଟୋକା, ତାକୁ ଡାକ, ଆମେ ତାକୁ କହିବୁ କାହିଁକି ତୁ ତା ପଛରେ ପଢ଼ିଛୁ, ଯଦି ତତେ କିଛି ସେ ଇଏ କରୁଛି। କିନ୍ତୁ ନା, ତାକୁ ଦୋଷ ଦେଲେ କ'ଣ ହେବ? ନିଜ ଲୋକ ତ ବଦଳି ଯାଇଛି, ଆଉ ତାକୁ ଦୋଷ ଦେଇକି ଲାଭ ହେବ? ୟାକୁ କହିଲା ପରେ ବହୁତ କହିଲା ହଉ ଠିକ୍ ଅଛି, ମୁଁ ତାକୁ ମନା କରିଦେବି, କିନ୍ତୁ ଟାଇମ୍ ଲାଗିବ 15 ଦିନ। କ'ଣ ପାଇଁ ନା, ତୁମକୁ ଯେମିତି ଆସ୍ତେ ଆସ୍ତେ ଧୀରେ ଧୀରେ ମନା କରିଦେଲି 15 ଦିନ କଲ୍ ବନ୍ଦ କରିକି, ସେମିତି ତାକୁ ଟାଇମ୍ ଲାଗେ। ମାନେ ଚିନ୍ତା କର କଥାଟା ସେ କେମିତି କହୁଛି। ମଣିଷ ଏମିତି ବଦଳି ଯାଆନ୍ତି, ଆଖିରେ ଦେଖିଛି ବଦଳିବା। ଜାଣିନଥିଲି କେମିତି ବଦଳନ୍ତି, କିନ୍ତୁ ମୁଁ ନିଜ ଆଖିରେ ଦେଖିଛି ଯେ କେମିତି ବଦଳି ଯାଆନ୍ତି।